ଶିମିଳିପାଳ ଅଞ୍ଚଳରେ ବର୍ଷା ଦିନ ଆସିଲେ ପ୍ରତିବର୍ଷ ପରି ରାସ୍ତା ଖରାପ ହୋଇଯାଏ। ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ସ୍ଥାନୀୟ ବାସିନ୍ଦା ଏବଂ ଜଙ୍ଗଲରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀ ଓ ଅନ୍ୟ ଜଙ୍ଗଲରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ବେଳେବେଳେ ଦୁର୍ଘଟଣା ମଧ୍ୟ ହୋଇଥାଏ ଖରାପ ରାସ୍ତା ପାଇଁ। ଅସ୍ଥାୟୀ ମୁରୁମ ମାଟି ରାସ୍ତାକୁ ସ୍ଥାୟୀ ରାସ୍ତା ପାଇଁ ସବୁବେଳେ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ସମାଧାନ ହୋଇପାରି ନାହିଁ। ଗତ ବର୍ଷ 2023 ନଭେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଏକ ମାସ ଧରି ଏଠାକାର ସ୍ଥାନୀୟ ଲୋକମାନେ ରାସ୍ତାର ସମ୍ପୂର୍ଣ୍ଣ ସୁଧାର ଆବଶ୍ୟକତାରେ ହଡ଼ତାଳ କରିଥିଲେ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ରାସ୍ତା ବନ୍ଦ କରିଦେଇଥିଲେ। ପର୍ଯ୍ୟଟନ ଋତୁ ସମୟରେ ସ୍ଥାନୀୟ ପ୍ରଶାସନ ଓ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଥିଲେ। ସ୍ଥାନୀୟ ଗ୍ରାମବାସିନ୍ଦା ଗୁଡ଼ଗୁଡ଼ିଆ ବରହିପାଣି ଏବଂ ଅଷ୍ଟକୁମାରୀ ଗ୍ରାମ ପଞ୍ଚାୟତର ଲୋକମାନେ ବର୍ଷା ଋତୁରେ ମାଟି ମୁରୁମ ରାସ୍ତା ଖରାପ ହୋଇଯାଇଥିବା ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ତାଙ୍କ ଦୈନିକ ଜୀବନକୁ ବହୁଳ ଭାବରେ ପ୍ରଭାବିତ କରୁଛି ଏବଂ ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି। ମୟୂରଭଞ୍ଜରୁ ମୁରାରୀ ମୋହନ ମହାପାତ୍ରଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।